यदा यदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मानं सृजाम्यहम्। ओम शांति। आज 10-1-22 मुरली को सुंदर भाव में स्पष्टीकरण करने निमंते आम गहन उपस्थित अच्छा ब्रह्मा कुमारी पार्वती भौणी ओम शांति। ओम शांति। आज मुरलीर सार रे मिठे बाबा कहते मिठे बच्चे श्रीमत आधार रे तुमको समस्तंकर रुहानी सत्कार करिवार अछि। खुशीर भोजन खाइबा एवं खुआइबा ଏହା ହିଁ ହେଉଛି ପ୍ରକୃତ ସତ୍କାର କରିବା। এই ସଂଗମ ଯୁଗ ହେଉଛି ଆତ୍ମା ପରମାତ୍ମାର ମିଳନର ଯୁଗ। ତେଣୁ ଏ ପରମାତ୍ମା ଆସିଛନ୍ତି ଖାସ୍ ଆତ୍ମାମାନଙ୍କୁ ଶକ୍ତିଶାଳୀ କରିବା ପାଇଁ। ତେଣୁ ବାବା କହୁଛନ୍ତି ରୁହାନୀ ସତ୍କାର ତାକୁ କୁହାଯାଏ ଯେତେବେଳେ ଆତ୍ମାକୁ କ'ଣ କଲେ ଖୁସି ମିଳିବ, ଶାନ୍ତି ମିଳିବ, ଆତ୍ମା କ'ଣ କଲେ ସାରା ବିଘ୍ନରୁ ମୁକ୍ତ ହୋଇପାରିବ, ଆତ୍ମା କ'ଣ କଲେ ଖୁସିରେ ଉଡ଼ିପାରିବ। ତେଣୁ ଆମେ ସମସ୍ତଙ୍କୁ ଖୁସିର ଭୋଜନ କ'ଣ ଆତ୍ମା ଜ୍ଞାନ ଶୁଣେଇବା, ଆଉ ଆମେ ନିଜେ ମଧ୍ୟ ଖାଇବା ଖୁସିର ଭୋଜନ, ଅନ୍ୟମାନଙ୍କୁ ମଧ୍ୟ ଖୁଏଇବା। ଅର୍ଥାତ୍ ଯିଏ ବି ଆସିବେ ଆମେ ବାବାଙ୍କର କେବଳ ପରିଚୟ ଦେଇଦେଲେ ବଡ଼ କଥା ନୁହେଁ, ଆମେ ସମସ୍ତଙ୍କୁ ଯୋଗୀ ବନେଇବା। କ'ଣ କଲେ ସେ ଯୋଗୀ ହୋଇପାରିବ। ତେଣୁ ଯଦି ଆମର ପ୍ରକୃତରେ ଇଚ୍ଛା ଅଛି, ଯେମିତି ରୋଷେଇ କରି ଭଲ ଖୁଏଇବା ପାଇଁ ଯେଉଁମାନଙ୍କର ଇଚ୍ଛା ଥାଏ, ଭଲ ଭଲ ଭୋଜନ ପ୍ରସ୍ତୁତ କରିବାର କଳା ବି ସେମାନେ ଶିଖନ୍ତି, ମେହନତ କରନ୍ତି, ବାସ୍ତବରେ ନଚେତ୍ ସେମାନେ ଭଲକରି ଖୁଆଇ ପାରିବେ ନାହିଁ। ଠିକ୍ ସେଇଭଳି ଆମେ ଯଦି ସତରେ ଅନ୍ୟମାନଙ୍କୁ ସତ୍କାର କରିବାକୁ ଇଚ୍ଛା ଅଛି, ସତରେ ବାବାଙ୍କର ଗୋଦକୁ ବାବାଙ୍କର ପ୍ୟାରେ ସମସ୍ତଙ୍କୁ ବାନ୍ଧିବାର ଇଚ୍ଛା ଅଛି, ତାହେଲେ ଆମେ ନିଜେ ପ୍ରଥମେ ଯୋଗୀ ହେବା। ଆମେ ନିଜେ ଯୋଗୀ ହେଲେ ଭିନ୍ନ ଭିନ୍ନ ପ୍ରକାର ଅନୁଭବ ଆଧାରରେ ଆମେ ବି ଅନ୍ୟକୁ ଯୋଗର ଯୁକ୍ତି ବତେଇ ପାରିବା। आज बाबा प्रश्न पचारुचंती ज्ञान आध्यात्मिक शक्ति भरिबार विधि कौन, ताहा द्वारा कौन कौन फायदा हेबो। जेते बेले काहाकू ज्ञान सुनाउछ तेबे निजकू आत्मा निश्चय करी आत्मा को ज्ञान दियो। एहा द्वारा ज्ञान रे आध्यात्मिक शक्ति आसीजिब। एही नुआ विधि द्वारा जदि काहाकू ज्ञान सुनाइबो तांकू तुरंत तीर लागिजिब, शरीरर अभिमान तुटिजिब, पुणी मायार तोफान किंबा खराब संकल्प मध्य आसीब नाही, विकारी दृष्टि मध्य रहिबो नाही। तेणु बाबा कहते आध्यात्मिक शक्ति भरिबार ज्ञान देवा। कौन करवा ना प्रथमे मु आत्मा निमित्त हो आत्मा भाई मानू ज्ञान शुणाऊँगी एवं मो मुख द्वारा बाबा निजर मन बुद्धिर कंटा को बाबा सहित प्रथमे लगेଇବା। ज्ञान शुणेबार थिले प्रथमे तो से आत्मा मानू अमृत बेलारे मध्य आमे जेतेबेले जोग करुचंती सेतेबेले सेमानकु मध्य आमे बाबांको नजर सामना को आनिबा, बाबांको ठारू वरदान रे सेमानकु भरपूर करिबा। पुणी जेतेबेले सन्मुखरे प्रैक्टिकल ज्ञान शुणेबा सेतेबेले निजे बिंदु आत्मा बिंदु बाबांको सहित कंबाइंड होइकी रहिबा एवं सन्मुखरे थिबा आत्मा मानकु सेमाने तांको शरीर को देखिबार नाही, सेमाने को पोशाक पिंधिचंती देखिबार नाही, सेमाने को पर्सनालिटी बसचंती देखिबार नाही। तेणु आमे कौन देखिबा ना सेमानकर भ्रुकुटी मध्यरे थिबा आत्मा को देखिबा, केवल आत्मा को देखिबा। ता सहित एमाने जणे जणे महान आत्मा, एमाने जणे जणे दैवी कुलर आत्मा। बाबा ए आत्मा मानकु सिलेक्शन करिकी आनिचंती। तेणु बाबांको घर को एमाने आसिचंती बा एमाने हमकु डाकिचंती ए ईश्वरीय ज्ञान सुनिबा पई। तेणु आमे आत्मा दृष्टि देखी रहम दिल हे आमे बाबांकर ज्ञानर सार कथा को शुणेबा, बहुत भी शुणेबा नहीं, सार कथा को शुणेबा।
କାରଣ ତାଙ୍କ ପାଖରେ ବହୁତ ବି ସମୟ ନାହିଁ। ତେଣୁ ଏଇଭଳି ଯୋଗଯୁକ୍ତ ସ୍ଥିତିରେ ରହମଦିଲ ହେଇ ଯଦି ସେମାନଙ୍କୁ ଜ୍ଞାନ ଶୁଣେଇବା ତାହେଲେ ନିଶ୍ଚିତ ରୂପେ ତାଙ୍କ ପାଖରେ ତୀର ଲାଗିବ ବୋଲି ବାବା କହୁଛନ୍ତି। ତୀର ଲାଗିବ ଅର୍ଥାତ୍ ସେମାନେ ଦିଲ ହିଁ ଦିଲ ବାବାଙ୍କର ଏଇ ଜ୍ଞାନକୁ ଭଲ ପାଇବେ ଏବଂ ନିଜ ଜୀବନକୁ ଦିବ୍ୟ ବନେଇବାର ପ୍ରୟାସ କରିବେ। ୟା ଦ୍ୱାରା ଆମର ନିଜର ବି ଦେହ ଅଭିମାନ ସମାପ୍ତ ହେବ। ଯିଏ ଜ୍ଞାନ ଶୁଣୁଥିବେ ସେମାନେ ମଧ୍ୟ ଦେହ ଅଭିମାନକୁ ସମାପ୍ତ କରି ଦେହୀ ଅଭିମାନୀ ରହିବାର ଅଭ୍ୟାସ କରିବେ। ସତ୍ୟ ଯୁଗରେ ଭାରତ ଜୀବନ ମୁକ୍ତି ଥିଲା, ପବିତ୍ର ଥିଲା। ବାବା ବହୁତ ଉଚ୍ଚ ସମ୍ପତ୍ତି ଦେଉଛନ୍ତି। ସେଥିପାଇଁ ଗାୟନ ରହିଛି। ଅତୀନ୍ଦ୍ରିୟ ସୁଖ କ'ଣ ପଚାରିବାର ଅଛି ଯଦି ଗୋପ ଗୋପୀମାନଙ୍କୁ ପଚାର। ଏହି ଜ୍ଞାନ ଏବଂ ଯୋଗ କେତେ ଫାଷ୍ଟ କ୍ଲାସ୍ ଅର୍ଥାତ୍ ଉତ୍ତମ ଭୋଜନ ଅଟେ ଏବଂ ଏହି ଭୋଜନ ଏକମାତ୍ର ରୁହାନୀ ଡାକ୍ତରଙ୍କ ପାଖରେ ହିଁ ଅଛି। ଅନ୍ୟ କାହାକୁ ଏହି ଖୋରାକ ବିଷୟରେ ଜଣା ହିଁ ନାହିଁ। ତେଣୁ ବାବା କହୁଛନ୍ତି ଯେ ସତ୍ୟଯୁଗ ଦୁନିଆ ତ ଜୀବନ ମୁକ୍ତିର ଦୁନିଆ, ତାହା ସୁଖର ଦୁନିଆ, ବହୁତ ସୁଖ ଥିଲା ସେଠି। ତେଣୁ ବର୍ତ୍ତମାନ ଆମେ ତ ସେଇ ସ୍ଥୂଳ ସୁଖକୁ ଆମେ ଖୋଜିବାନି ବର୍ତ୍ତମାନ ଏଇ ସଙ୍ଗମ ଯୁଗରେ, କାରଣ ଆମେ ପୁରୁଣା ଦୁନିଆରେ ଅଛନ୍ତି। ପୁରୁଣା ଦୁନିଆରେ ରହି ନୂଆ ଦୁନିଆକୁ ଯିବାର ପୁରୁଷାର୍ଥ କରୁଛନ୍ତି। ତେଣୁ ଆମେ କେଉଁ ସୁଖକୁ ନିଶ୍ଚୟ ଖୋଜିବା ନା ଅତୀନ୍ଦ୍ରିୟ ସୁଖକୁ ନିଶ୍ଚୟ ଖୋଜିବା। ଯେଉଁ ଅତୀନ୍ଦ୍ରିୟ ସୁଖ ଜାଣିବାକୁ ହେଲେ ଆମେ ପ୍ରଥମେ ଗୋପୀ ବଲ୍ଲଭଙ୍କର ଗୋପ ଗୋପୀମାନଙ୍କୁ ପଚାରିବା। ଅର୍ଥାତ୍ ଯେଉଁ ବ୍ରହ୍ମା କୁମାର ବ୍ରହ୍ମା କୁମାରୀମାନେ ଯୋଗଯୁକ୍ତ ସ୍ଥିତିରେ ରହନ୍ତି, ସଦାବେଳେ ଯୋଗମୟ ସ୍ଥିତି ଜ୍ଞାନମୟ ସ୍ଥିତିରେ ରହିଥାନ୍ତି, ରୁହାନୀ ମୁସ୍କାନରେ ସବୁବେଳେ ଥାନ୍ତି, କେବେ ଟେନସନରେ ବି ନଥାନ୍ତି। ସେଇଭଳି ଯୋଗୀ ଆତ୍ମାମାନଙ୍କୁ ପଚାରିବା ଯେ ପ୍ରକୃତରେ ଏଇ ଅତୀନ୍ଦ୍ରିୟ ସୁଖ କ'ଣ। ଯଦି ଆମେ ସେଇ ଅତୀନ୍ଦ୍ରିୟ ସୁଖ ଜାଣିବାକୁ ଚେଷ୍ଟା କରିବା ତାହେଲେ ଆମେ ଜାଣିକି ପୁରୁଷାର୍ଥ କରିବା, ଯାହାଫଳରେ ଆମେ ମଧ୍ୟ ସେଇ ଜୀବନ ମୁକ୍ତି ଦୁନିଆ ସତ୍ୟଯୁଗ ଦୁନିଆରେ ଆମେ ବି ସେଇ ସୁଖର ରାଜ୍ୟ ଭାଗ୍ୟକୁ ପ୍ରାପ୍ତ କରିପାରିବା। ବାବା କହୁଛନ୍ତି ଗାୟନ ମଧ୍ୟ ରହିଛି। ଦୁଃଖ ମେ ସିମରଣ ସବ୍ କରେ, ସୁଖ ମେ କରେ ନା କୋଇ। ସମସ୍ତେ ଦୁଃଖ ସମୟରେ ସ୍ମରଣ କରନ୍ତି, ସୁଖ ସମୟରେ କେହି ସ୍ମରଣ କରନ୍ତି ନାହିଁ। ବର୍ତ୍ତମାନ ସର୍ବଶକ୍ତିମାନ ବାବା ଅଛନ୍ତି। ଦିନ ପ୍ରତିଦିନ ମାୟା ମଧ୍ୟ ସର୍ବଶକ୍ତିମାନ ତମ ପ୍ରଧାନ ହୋଇ ଚାଲିଛି। ସେଥିପାଇଁ ବାବା କହୁଛନ୍ତି ମିଠା ସନ୍ତାନ ମାନେ ତୁମେ ଦେହୀ ଅଭିମାନୀ ହୁଅ। ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ ଏବଂ ତା ସହିତ ଦୈବୀ ଗୁଣ ମଧ୍ୟ ଧାରଣ କର। ତେବେ ତୁମେ ଲକ୍ଷ୍ମୀ ନାରାୟଣଙ୍କ ଭଳି ହୋଇଯିବ। ଏହି ପାଠରେ ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ ପକାଇବା। ତେଣୁ ସେହି ସର୍ବୋଚ୍ଚ ବାବାଙ୍କୁ ବହୁତ ଆଦର ସ୍ନେହରେ ମନେ ପକାଇବା ଦରକାର। ତେଣୁ ବାବା କହୁଛନ୍ତି ଯେ ଦୁଃଖରେ ସିମରଣ ସମସ୍ତେ କରନ୍ତି। ସେଥିପାଇଁ କହନ୍ତି ନା ଦୁଃଖ ମେ ସିମରଣ ସବ କରେ, ସୁଖ ମେ କରେ ନା କୋଇ। ଅଗର ସୁଖ ମେ କରେ ତ ଦୁଃଖ କାहे को ହୁଏ। ତେଣୁ ସୁଖରେ ଯଦି ଆମେ ସିମରଣ କରନ୍ତେ, ପରମାତ୍ମାଙ୍କୁ ୟାଦ କରନ୍ତେ, ତାହେଲେ ଆମେ ତ ସଦାବେଳେ ଶ୍ରୀମତରେ ରହନ୍ତେ। ଯାହା ପରମାତ୍ମାକୁ ଭଲ ଲାଗେ ଆମେ ତାହା ହିଁ କରନ୍ତେ। ତେଣୁ ପରମାତ୍ମାଙ୍କ ସହିତ ଆମର ସମ୍ବନ୍ଧ ଜୁଟି ରହନ୍ତା, ତାହେଲେ ଆମେ ଆତ୍ମା ଅଭିମାନୀ ହେଇକି ହିଁ ରହନ୍ତେ। ଆଉ ଯଦି ଆମେ ଆତ୍ମ ଅଭିମାନୀ ତାହେଲେ ଦେହୀ ଅଭିମାନୀ ହେବା ଆମ ପାଇଁ ସହଜ ହୁଅନ୍ତା। କିନ୍ତୁ ବାବା କହୁଛନ୍ତି ଦୁଃଖ ମେ ସିମରଣ ସବ କରେ, ଦୁଃଖରେ ହିଁ ସିମରଣ କରନ୍ତି, ସୁଖରେ କେହି କରନ୍ତି ନାହିଁ। ତେଣୁ ଯଦି ସୁଖରେ କରନ୍ତେ ତାହେଲେ ଦୁଃଖ ଆସନ୍ତା ନାହିଁ। ତେଣୁ ଆମେ ଏବେ କ'ଣ କରିବା, ଯେତେବେଳେ ଗାଡ଼ି ଗଡ଼ାଣିଆ ଥାଏ ସେତେବେଳେ ଯେମିତି ଆମର ଟିକେ ସ୍ପିଡ଼ ପଳାଏ ଗାଡ଼ିଟା ଓ ଜଲ୍ଦି ଆମେ ମେକଅପ୍ କରିଦିଅନ୍ତି, ସେଇଭଳି ଆମେ ଯେତେବେଳେ ସୁଖରେ ଅଛନ୍ତି, ଯେତେବେଳେ ମୋ ପାଇଁ ଫେଭରେବୁଲ୍ ସିଚୁଏସନ୍ ଅଛି, ସେଇ ସମୟରେ ଆମେ ତପସ୍ୟା କରିବା ଉଚିତ। ଯୋଗର ଚାର୍ଟ ଲେଖିକି ଯୋଗର ପ୍ଲାନ୍ କରିବା ଉଚିତ।
କିନ୍ତୁ ସୁଖ ସମୟରେ ଆମେ ବ୍ୟର୍ଥ କଥାରେ ଚାଲ ପିକନିକ୍ ଯିବା, ଚାଲ ଖେଳିବା ବୁଲିବା, ଯଦି ଏଇଭଳି କରିବା ଖୁସି ସମୟରେ ଚାଲ ଗପସପ କରିକି ସମୟ ନଷ୍ଟ କରିଦେବା, ତାହେଲେ ଆମକୁ ଆଉ ସମୟ ମିଳିବ କେତେବେଳେ? ତେଣୁ ସୁଖ ସମୟଟା ଆମର ଗଡ଼ାଣିଆ ରାସ୍ତା। ଏବେ ମୁଁ ଯେତେ ଯୋଗଯୁକ୍ତ ସ୍ଥିତିରେ ରହିବି ତାହେଲେ ତ ମୋର ଜମା ଖାତା ପଡ଼ିବ ନା। ତେଣୁକରି ଆମେ ସେଥିପାଇଁ ତ ଏକ୍ଜାମ୍ପଲ୍ ଅଛି ମହାଭାରତରେ। କୁନ୍ତି କ'ଣ କହିଥିଲେ ଶ୍ରୀକୃଷ୍ଣଙ୍କୁ? ନା ମୋର ଦୁଃଖ ଦରକାର। ଶ୍ରୀକୃଷ୍ଣ କହିଲେ ଦୁଃଖ କାହିଁକି ମାଗୁଛନ୍ତି? କାରଣ ସେ କ'ଣ କହିଲେ? ଦୁଃଖ ଥିଲେ ହିଁ ମୁଁ ଭଗବାନଙ୍କୁ ମନେ ପକେଇବି। ତେଣୁକରି ଆମେ ମାୟା ବିଘ୍ନ ପରିସ୍ଥିତିକୁ ମଧ୍ୟ ଡରିବାର ନାହିଁ। ଯାହା ବି ମୋ ପାଇଁ ସିଚୁଏସନ୍ ଥାଉ, ସିଚୁଏସନ୍ ଅଲଗା କିନ୍ତୁ ମୁଁ ଆତ୍ମା ଅଲଗା, ଏ ଦେହ ଅଲଗା କିନ୍ତୁ ମୁଁ ଆତ୍ମା ଅଲଗା। ଯେତେବେଳେ ମୁଁ ଆତ୍ମା ଦେହରୁ ଅଲଗା ହେବି ସେତେବେଳେ ହିଁ ମୁଁ ଆତ୍ମା ପରମାତ୍ମାଙ୍କର ପ୍ରିୟ ହେଇପାରିବି। କାରଣ ଦେହ ସହିତ ମୁଁ ଯେତେବେଳେ ଯୋଡ଼ି ହେଇଛି ସେତେବେଳେ ଦେହର ବିମାରୀ, ଏଇ ଦେହ ସମ୍ବନ୍ଧୀର ଦୁଃଖ ସୁଖ, ଏ ଦେହ ସହିତ ଯେଉଁ ଯୋଡ଼ି ହେଇଛି ଯେଉଁ ପଦାର୍ଥ, ତାକୁ ନ ମିଳିଲେ ହଲଚଲ, ଏସବୁ ଆସିକି ମୋତେ ହଲଚଲ କରିଦେଉଛନ୍ତି। ତେଣୁ ଯେତେ ମୁଁ ଆତ୍ମା ଅନୁଭବ କରିବି, ମୁଁ ଆତ୍ମା କର୍ମ ଇନ୍ଦ୍ରିୟ ଦ୍ୱାରା ଏଇ କାର୍ଯ୍ୟ କରୁଛି, ମୁଁ ଆତ୍ମା ମୁଖ ଦ୍ୱାରା କହୁଛି, ମୁଁ ଆତ୍ମା ପରମାତ୍ମାଙ୍କ ସନ୍ତାନ, ମୁଁ ଆତ୍ମା ଭାଇମାନଙ୍କୁ ଦେଖୁଛି, ସେତେବେଳେ ଆତ୍ମ ଅଭିମାନୀ ସ୍ଥିତି ମୋର ପ୍ରାକ୍ଟିସ୍ ହେଇଗଲା। ସେତେବେଳେ ଯେତେବେଳେ ସିଚୁଏସନ୍ ଆସିବ, ମୁଁ ଆତ୍ମା ଭାଇକୁ ଦେଖୁଛି, ତେଣୁ ଯେତେବେଳେ ସିଚୁଏସନ୍ ଆସିବ ସେତେବେଳେ ଆଉ କୌଣସି ପର୍ସନ୍ ବା ସିଚୁଏସନ୍ ଜାଗାରେ ମୋର ଦେହୀ ଅଭିମାନୀ ସ୍ଥିତିରୁ ମୁଁ ଆଉ ଅଲଗା ହେବି ନାହିଁ। ତେଣୁ ଆତ୍ମାର ଗୁଣ ହିଁ ମୁଁ ପ୍ରକାଶ କରିବି। ତେଣୁ ବାବା ଆମକୁ ବାରମ୍ବାର କହୁଛନ୍ତି, ବଚ୍ଚେ ତୁମେ ଦେହୀ ଅଭିମାନୀ ହୁଅ ଏବଂ ଦୈବୀ ଗୁଣ ଧାରଣ କର। ପୁଣି ଦୈବୀ ଗୁଣ, ଦେହୀ ଅଭିମାନୀ ହେଲେ ତ ଦୈବୀ ଗୁଣ ଅଟୋମେଟିକ୍ ଆସିଯିବ। ତେଣୁ ଆମେ ଯେତେ ଦୈବୀ ଗୁଣ ଧାରଣ କରିବା, ଲକ୍ଷ୍ମୀ ନାରାୟଣଙ୍କ ଭଳି ଦୁନିଆରେ ଆମେ ଯୋଗ୍ୟ ହେଇପାରିବା। ସେଥିପାଇଁ ବାବା କହୁଛନ୍ତି ଏଇ ପାଠ ପଢ଼ାର ମୁଖ୍ୟ କଥା ହେଲା ବାବାଙ୍କୁ ବହୁତ ଆଦର ଏବଂ ସ୍ନେହର ସହିତ ମନେ ପକେଇବା। ବାବା ଦୁଃଖ ହର୍ତ୍ତା ସୁଖ କର୍ତ୍ତା ଅଟନ୍ତି। ବାସ୍ତବରେ ପାବନ ଦୁନିଆ ସତ୍ୟ ଯୁଗରେ ଥିଲା, ସେଠାରେ ସମସ୍ତେ ସୁଖୀ ଥିଲେ। ଏବେ ବାବା କହୁଛନ୍ତି ପିଲାମାନେ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଉଥାଅ। ଏହା ହେଉଛି ସଙ୍ଗମ ଯୁଗ। ନାଉରିଆ ତୁମକୁ ଏ ପାରିରୁ ସେ ପାରିକୁ ନେଇଯାଉଛନ୍ତି। କୌଣସି ଗୋଟିଏ ନୌକା ନୁହେଁ, ସାରା ଦୁନିଆ ଯେପରି ଗୋଟିଏ ବଡ଼ ଜାହାଜ, ତାକୁ ହିଁ ପାରି କରାଉଛନ୍ତି। ବାବା କହୁଛନ୍ତି ଭଗବାନ ଉବାଚ, ମୁଁ ତୁମ ରୁହାନୀ ସନ୍ତାନମାନଙ୍କୁ ରାଜଯୋଗ ଶିଖାଉଛି। ତୁମମାନଙ୍କୁ କେତେ ଖୁସି ରହିବା ଦରକାର। ତୁମ ପାଇଁ ତ ସର୍ବଦା ଖୁସି ହିଁ ଖୁସି ଅଟେ। ବେହଦର ବାବା ଆମକୁ ପଢ଼ାଉଛନ୍ତି। ବାଃ, ଏଭଳି କେବେ ନା ଶୁଣିଥିଲୁ ନା ପଢ଼ିଥିଲୁ। ତେଣୁ ବାବା କହୁଛନ୍ତି ସମ୍ପୂର୍ଣ୍ଣ ରୂପେ ପଢ଼ିବା ଦରକାର ଏବଂ ରାଜଯୋଗ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଶିଖିବା ଦରକାର, ଧାରଣ କରିବା ଦରକାର। ପାଠ ପଢ଼ାରେ ତ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି। ନିଜକୁ ଦେଖିବା ଦରକାର, ମୁଁ ଉତ୍ତମ ନା ମଧ୍ୟମ ନା କନିଷ୍ଠ। ବାବା କହୁଛନ୍ତି ନିଜକୁ ଦେଖ, ମୁଁ ଉଚ୍ଚପଦ ପାଇବା ପାଇଁ ଯୋଗ୍ୟ ହୋଇଛି, ରୁହାନୀ ସେବା କରୁଛି। କାହିଁକି ନା ବାବା କହୁଛନ୍ତି ପିଲାଏ ସେବାଧାରୀ ହୁଅ, ବାବାଙ୍କୁ ଅନୁକରଣ କର। ତେଣୁ ବାବା ଆଜି କହୁଛନ୍ତି ଯେ ଆମେ ବର୍ତ୍ତମାନ କଳିଯୁଗ ଦୁନିଆରେ ଅଛନ୍ତି। ଆମ ସମସ୍ତଙ୍କର ଲକ୍ଷ୍ୟ ସତ୍ୟଯୁଗ ଦୁନିଆ ପାଇଁ ଯୋଗ୍ୟ ହେବା। ତେଣୁ କଳିଯୁଗରୁ ସତ୍ୟଯୁଗ ଦୁନିଆ ପାଇଁ ଯିବା ପାଇଁ ଆମେ ତ ଡେଇଁକି ଯାଇପାରିବାନି, ଆମର ନୌକାରେ ଆମେ ପାର ହେବା। ତେଣୁ ବାବା ଆମର ଜୀବନ ରୂପକ ନୌକାକୁ ପାର କରୁଛନ୍ତି। ଅର୍ଥାତ୍ ଆମେ ଗୋଟିଏ ସେକେଣ୍ଡରେ ଆମେ ଯଦି ଡେଇଁ ପଡ଼ିବା କହିବା, ତାହେଲେ ଗୋଟିଏ ସେକେଣ୍ଡରେ ଡେଇଁବା ପାଇଁ ଆମକୁ ତ ଆମର କର୍ମର ଖାତାକୁ ଚୁକ୍ତ କରିବାକୁ ପଡ଼ିବ। 63 ଜନ୍ମର ଯେଉଁ କର୍ମର ଖାତା ଅଛି, ଆମେ ଯଦି ତାକୁ ଚୁକ୍ତ କରିବାନି ତାହେଲେ ଆମେ ଯେତେବେଳେ ଚାହିଁବା ଉଡ଼ି ପାରିବାନି। କର୍ମିକ ଆକାଉଣ୍ଟ ସବୁ ଆମ ସାମ୍ନାକୁ ପଳେଇ ଆସିବ। ତେଣୁକରି ବାବା କହୁଛନ୍ତି ଯେ କ'ଣ କହୁଛନ୍ତି ନା ତୁମେ ବର୍ତ୍ତମାନ ଚେକ୍ କର ନିଜକୁ, ତୁମେ ଉତ୍ତମ ନା ମଧ୍ୟମ ନା କନିଷ୍ଠ। ତୁମେ ପାଠ ପଢ଼ୁଛ, ଅନ୍ୟମାନଙ୍କୁ ମଧ୍ୟ ପଢ଼ଉଛ, ତୁମେ କେତେ ଜଣଙ୍କୁ ନିଜ ସମାନ ଭାଗ୍ୟବାନ ବନେଇଛ, ଚେକ୍ କର। କାରଣ ଆମେ
ଅନ୍ୟମାନଙ୍କୁ ନିଜ ସମାନ ଯଦି ନ କରିବା, ଏଇ ସେବା ଯଦି ନ କରିବା, ତାହେଲେ ଆମେ କେମିତି ନୂଆ ଦୁନିଆରେ ଉଚ୍ଚ ପଦର ଅଧିକାରୀ ହେଇପାରିବା? ତେଣୁକରି ଆମେ ଯଦି ପର୍ସନାଲ ଜଣକୁ ପରିବର୍ତ୍ତନ କରିପାରୁନାହାନ୍ତି, କାହାକୁ ଜ୍ଞାନ ଶୁଣେଇ ପାରୁନାହାନ୍ତି, ତାହେଲେ ପ୍ରଥମେ ନିଜକୁ ଚେଞ୍ଜ କରିଦେବା। ଆମେ ଯଦି ନିଜକୁ ଚେଞ୍ଜ କରିଦେବା, ତାହେଲେ ଆମକୁ ଦେଖି ଆଉ ଜଣେ ଚେଞ୍ଜ ହେବ। କିମ୍ବା ଆଉ କ'ଣ କରିବା ନା, ଯଜ୍ଞରେ ଆମେ ଯେଉଁ ସେଣ୍ଟରରେ ବସିକି ବାବାଙ୍କର ଜ୍ଞାନ ଶୁଣୁଛନ୍ତି, ସେ ଯଜ୍ଞର କେମିତି ଉନ୍ନତି ହେବ, ସେ ଯଜ୍ଞ କେମିତି ନିର୍ବିଘ୍ନ ହେବ, ଯାହାଫଳରେ ଯଜ୍ଞ ଦ୍ୱାରା ଅନେକ ଆତ୍ମା ବାବାଙ୍କର ପରିଚୟ ପାଇପାରିବେ। ବାବା କହୁଛନ୍ତି, ମୁଁ ଆସିଛି ତୁମମାନଙ୍କର ସେବାରେ, ପ୍ରତିଦିନ ସେବା କରୁଛି, ସେଥିପାଇଁ ତ ଏହି ରଥ ନେଇଛି। ଏହି ରଥ ଅସୁସ୍ଥ ଥିଲେ ମଧ୍ୟ ମୁଁ ଏହି ରଥରେ ବସି ମୁରଲି ଲେଖୁଛି। ମୁଖ ଦ୍ୱାରା ତ କହିପାରିବେ ନାହିଁ, ତେଣୁ ମୁଁ ଲେଖି ଦେଉଛି, ଯାହାଦ୍ୱାରା ପିଲାମାନଙ୍କର ମୁରଲି ମିସ୍ ନ ହେଉ। ତେବେ ମୁଁ ମଧ୍ୟ ସେବାରେ ରହିଲି ନା, ଏହା ହେଉଛି ରୁହାନୀ ସେବା। ତୁମେ ମଧ୍ୟ ବାବାଙ୍କ ସେବାରେ ଲାଗିଯାଅ। ବାବା କହୁଛନ୍ତି, ଯିଏ ଭଲ ପୁରୁଷାର୍ଥ କରୁଛନ୍ତି ତାଙ୍କୁ ମହାବୀର କୁହାଯାଏ। ବାବା ଦେଖୁଛନ୍ତି କିଏ ମହାବୀର ଅଟନ୍ତି? ଯିଏକି ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲୁଛନ୍ତି। ବାବାଙ୍କର ଆଜ୍ଞା ହେଉଛି ନିଜକୁ ଆତ୍ମା ନିଶ୍ଚୟ କରି ଆତ୍ମା ଭାଇକୁ ଦେଖ, ଏହି ଶରୀରକୁ ଭୁଲି ଯାଅ। ବାବା ମଧ୍ୟ ଶରୀରକୁ ଦେଖୁନାହାନ୍ତି। ବାବା କହୁଛନ୍ତି, ମୁଁ ଆତ୍ମାମାନଙ୍କୁ ଦେଖୁଛି। ବାକି ଏହା ସମସ୍ତଙ୍କୁ ଜଣାଅଛି ଯେ ଆତ୍ମା ଶରୀର ବିନା କିଛି କହିପାରିବ ନାହିଁ। ବାବା କହୁଛନ୍ତି, ମୁଁ ମଧ୍ୟ ଏହି ଶରୀରରେ ଆସୁଛି, ଏହାକୁ ଲୋନ ଆକାରରେ ନେଇଛି। ଶରୀର ସହିତ ହିଁ ଆତ୍ମା ପଢ଼ିପାରିବ। ବାବାଙ୍କର ବୈଠକ ମଧ୍ୟ ଏହି ଭୃକୁଟି ସିଂହାସନ ଅଟେ। ଏହା ହେଉଛି ଅକାଳ ତଖତ। ଆତ୍ମା ହେଉଛି ଅକାଳ ମୂରତ। ଆତ୍ମା କେବେ ଛୋଟ ବଡ଼ ହୁଏ ନାହିଁ, ଶରୀର ଛୋଟ ବଡ଼ ହୋଇଥାଏ। ଯେତେ ବି ଆତ୍ମା ଅଛନ୍ତି, ସମସ୍ତଙ୍କର ରହିବା ସ୍ଥାନ ଏହି ଭୃକୁଟି ଅଟେ। ଶରୀର ତ ସମସ୍ତଙ୍କର ଭିନ୍ନ ଭିନ୍ନ ହୋଇଥାଏ। କାହାର ଅକାଳ ତଖତ ପୁରୁଷର, କାହାର ସ୍ତ୍ରୀର, ଆଉ କାହାର ଛୋଟ ପିଲାର। ବାବା ବସି ପିଲାମାନଙ୍କୁ ରୁହାନୀ ଡ୍ରିଲ ଶିଖାଉଛନ୍ତି। ସେଥିପାଇଁ ବାବା କହୁଛନ୍ତି, ବାବା ପିଲାମାନଙ୍କ ସହିତ ସେବା କରୁଛନ୍ତି। ସେବା କରିବାର ସାହସ ବାବା ଦେଉଛନ୍ତି। ସାହସ ପିଲାମାନଙ୍କର, ସହଯୋଗ ବାବାଙ୍କର। ତେଣୁ ଏହି ଅଭ୍ୟାସ କରିବାକୁ ହେବ ଯେ ମୁଁ ଆତ୍ମା ଭାଇକୁ ପଢ଼ାଉଛି। ତେଣୁ ବାବା କହୁଛନ୍ତି, ପିଲାମାନେ ପ୍ରଥମେ ସେବା କ୍ଷେତ୍ରରେ ହିମ୍ମତର କଦମ ପ୍ରଥମେ ପିଲାମାନେ ବଢ଼େଇବେ। କାରଣ ବାବା ସାହସ ଦେବେନି। ବାବା କହିଲେ ସାହସ ପିଲାମାନଙ୍କର, କିନ୍ତୁ ବାବାଙ୍କର ସହଯୋଗ। ତେଣୁ ଆମର ଗୋଟିଏ ଷ୍ଟେପ୍ ଆମେ କେବଳ ସାହସ କରିବା। କାହିଁକି ସାହସ କରିପାରିବା? ଏଇ ଜ୍ଞାନ ମାର୍ଗରେ ଚାଲିବା ପାଇଁ। କାରଣ ମୋତେ ସିଲେକ୍ସନ୍ କରିଛନ୍ତି ସ୍ୱୟଂ ଭଗବାନ। ତେଣୁ ମୁଁ ନିଶ୍ଚିତ ରୂପେ କରିପାରିବି, ଆଉ ମୁଁ କଳ୍ପ କଳ୍ପର ବିଜୟୀ ଆତ୍ମା। ଯଦି ମୁଁ ବାବାଙ୍କର ବନିଲି, ତାହେଲେ ମୋତେ ଏବେ କ'ଣ କରିବାକୁ ପଡ଼ିବ? ବାବାଙ୍କୁ ମନେ ପକାଇବା ପାଇଁ ଆତ୍ମା ଆତ୍ମା ଭାଇ ଭାଇ ଦୃଷ୍ଟିରେ ଦେଖିବାକୁ ପଡ଼ିବ। ତେଣୁ ବାବା କହିଲେ ମହାବୀର ବଚ୍ଚା ହେବା ଦରକାର। ମହାବୀର ତାକୁ କୁହାଯାଏ ଯେ ଆତ୍ମା ଆତ୍ମା ଭାଇ ଭାଇ ଦୃଷ୍ଟିରେ ଦେଖିପାରେ। ଏ ଶୁଣିଲେ ବହୁତ ସହଜ ଲାଗୁଛି, କିନ୍ତୁ ଆମେ ଆତ୍ମା ଭାଇ ବୋଲି ଦେଖିବା ପ୍ରତିବର୍ତ୍ତେ କ'ଣ ହେଉଛି, ସେ ଆତ୍ମା ଭାଇ ଯେଉଁ ଗଲତି କରୁଛି ଆମେ ତାକୁ ଦେଖି ଦେଉଛନ୍ତି। ସେଥିପାଇଁ ବାବା କହିଲେ ଯେ ମହାବୀର ହେବାକୁ ପଡ଼ିବ। ଅର୍ଥାତ୍ କାହାରି ଦୋଷ କମି କମଜୋରିକୁ ଆମର ଦେଖିବାର ନାହିଁ। ସମସ୍ତଙ୍କ ଦୋଷ କମି କମଜୋରିକୁ କମାଲ କରିବେ କିଏ? ଶୁଭ ଭାବନା ଦେଉଛନ୍ତି କିଏ? ରବିବାର ମୁରଲୀରେ ବାବା କହିଛନ୍ତି, କାରଣ ପରମାତ୍ମା ହିଁ ଶୁଭ ଭାବନା ଦେଇ ସେଇ କମି କମଜୋରିକୁ କମାଲରେ ବଦଳେଇ ଦେବେ। ତେଣୁ ମୁଁ ଯଦି ବଦଳେଇ ପାରୁନି, ମୁଁ ତାକୁ ତାର କମି କମଜୋରି ଦେଖୁଛି, ତାହେଲେ ମୁଁ ତାକୁ ମହାବୀର ହେଇ ଆତ୍ମା ଭାଇ ଦୃଷ୍ଟିରେ ଦେଖିବାକୁ ପଡ଼ିବ। ଆଉ ଏଇ ସେବା ଯଦି ଆମେ କରିବାର ହିମ୍ମତ ବଢ଼େଇବା,
ତାହେଲେ ବାବା ଆମକୁ ସହଯୋଗ କରିବେ। ତେଣୁ ବାବା ପୁଣି କ'ଣ କହିଲେ, ମୁଁ ଆତ୍ମା ନିଜେ ତୁମର ରୁହାଣୀ ସେବା କରୁଛି, ତେଣୁ ମୁଁ ବ୍ରହ୍ମା ମୁଖରେ ବସି ମୁରଲି ଲେଖିଦେଉଛି। ତେଣୁ ବ୍ରହ୍ମା ବାବା ଅମୃତ ବେଳାରେ ମୁରଲି ଲେଖନ୍ତି ତାଙ୍କ ହସ୍ତ ଦ୍ୱାରା। ତେଣୁ ତାଙ୍କ ବୁଦ୍ଧିରେ କିଏ ମୁରଲି କହନ୍ତି? ଜ୍ୟୋତିର୍ବିନ୍ଦୁ ପରମାତ୍ମା ହିଁ ଆସି କୁହନ୍ତି ଏବଂ ସିଏ ମୁରଲି ଲେଖନ୍ତି, ଯାହାକି ମମା ବାବା ମୁରଲି ଯେତେବେଳେ ପଢ଼ାନ୍ତି ତାଙ୍କୁ ମୁରଲି ନ ଧରିଲେ ମଧ୍ୟ ସେମାନେ ସାରା ମୁରଲିକୁ ବୁଝେଇ ପାରନ୍ତି, କାରଣ ସେମାନେ ନିଜର ସ୍ଥିତିକୁ ଏଇଭଳି ଅତୀନ୍ଦ୍ରିୟ ସୁଖ ଅନୁଭବ କରିବାର ସ୍ଥିତି ବନେଇ ଦେଇଥିଲେ। ବାବା କହୁଛନ୍ତି ଯେତେବେଳେ କାହା ସହିତ କଥା ହେଉଛ ପ୍ରଥମେ ନିଜକୁ ଆତ୍ମା ଭାବ, ଚିନ୍ତନ କର ମୁଁ ଆତ୍ମା, ଅମୁକ ଆତ୍ମା ଭାଇ ସହିତ କଥା ହେଉଛି, ବାବାଙ୍କର ସନ୍ଦେଶ ଦେଉଛି ଯେ ଶିବ ବାବାଙ୍କୁ ମନେ ପକାଅ, ବାବାଙ୍କର ସ୍ମୃତି ଦ୍ୱାରା ହିଁ କଳଙ୍କ ଛାଡ଼ିବ। ଯେମିତି ସୁନାରେ ଖାଦ ମିଶିଗଲେ ସୁନାର ମୂଲ୍ୟ କମିଯାଏ, ସେମିତି ତୁମ ଆତ୍ମାରେ ବିକାରର ଖାଦ ପଡ଼ିବା ଦ୍ୱାରା ତୁମେ ମଧ୍ୟ ମୂଲ୍ୟହୀନ ହୋଇଯାଇଛ। ଏବେ ପୁନଃ ପାବନ ହେବାକୁ ପଡ଼ିବ। ତୁମ ଆତ୍ମାମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି, ସେହି ନେତ୍ରରେ ନିଜ ଭାଇମାନଙ୍କୁ ଦେଖ। ଭାଇ ଭାଇ ଦୃଷ୍ଟିରେ ଦେଖିଲେ କର୍ମ ଇନ୍ଦ୍ରିୟ ଗୁଡ଼ିକ କେବେ ଚଞ୍ଚଳ ହେବେ ନାହିଁ। ଯଦି ରାଜ୍ୟ ଭାଗ୍ୟ ନେବାର ଅଛି, ବିଶ୍ୱର ମାଲିକ ହେବାର ଅଛି, ତେବେ ଏହି ପରିଶ୍ରମ କର। ଭାଇ ଭାଇ ମନେ କରି ସମସ୍ତଙ୍କୁ ଜ୍ଞାନ ଦିଅ, ତେବେ ଏହି ଅଭ୍ୟାସ ପକ୍କା ହୋଇଯିବ। ବାବା କହୁଛନ୍ତି ତୁମେ ଅଶରୀରୀ ଆସିଥିଲ, ପୁଣି ଏଠାରେ ଶରୀର ଧାରଣ କରି 84 ଜନ୍ମର ଅଭିନୟ କଲ, ଏବେ ପୁଣି ଘରକୁ ଫେରିବାକୁ ହେବ। ତେଣୁ ନିଜକୁ ଆତ୍ମା ମନେ କରି ସମସ୍ତଙ୍କୁ ଭାଇ ଭାଇର ଦୃଷ୍ଟିରେ ଦେଖିବାକୁ ହେବ। ଏହି ପରିଶ୍ରମ କରିବାକୁ ହେବ। ପିଲାମାନଙ୍କୁ ନିଜ ପାଇଁ ପରିଶ୍ରମ କରିବାର ଅଛି, ଅନ୍ୟମାନଙ୍କର ଚିନ୍ତା ଆମେ କାହିଁକି କରିବା? ଚ୍ୟାରିଟି ବିଗିନ୍ସ ଆଟ୍ ହୋମ୍, ଅର୍ଥାତ୍ ପ୍ରଥମେ ନିଜକୁ ଆତ୍ମା ନିଶ୍ଚୟ କରି ଆତ୍ମା ଭାଇକୁ ବୁଝାଅ, ତେବେ ଯାଇ ଭଲ ଭାବରେ ତୀର ଲାଗିବ। ଏହିଭଳି ଜ୍ଞାନର ଶକ୍ତି ଭରିବାକୁ ହେବ। ପରିଶ୍ରମ କରିଲେ ହିଁ ଉଚ୍ଚ ପଦ ମିଳିବ। ବାବା ଆସିଛନ୍ତି ତୁମକୁ ଫଳ ଦେବା ପାଇଁ। ପରିଶ୍ରମ କରିବାକୁ ତ ପଡ଼ିବ, କିଛି ସହନ ମଧ୍ୟ କରିବାକୁ ପଡ଼ିବ। ବାବା କହୁଛନ୍ତି ତୁମକୁ ଯଦି କେହି ଓଲଟା କଥା କହୁଛନ୍ତି ତୁମେ ଚୁପ୍ ରୁହ। ତୁମେ ଚୁପ୍ ହୋଇଗଲେ ସାମ୍ନାବାଲା କ'ଣ କରିପାରିବ? ତାଳି ଦୁଇ ହାତରେ ବାଜେ। ଜଣେ ଯଦି ମୁଖରେ ତାଳି ବଜାଉଛନ୍ତି, ସାମ୍ନାବାଲା ଚୁପ୍ ରହିଛି, ତେବେ ସିଏ ଆପେ ଆପେ ଚୁପ୍ ହୋଇଯିବ। ହାତରେ ହାତ ବାଜିଲେ ଶବ୍ଦ ହୁଏ। ତେଣୁ ପିଲାମାନଙ୍କୁ ପରସ୍ପରର କଲ୍ୟାଣ କରିବାକୁ ହେବ। ବାବା ବୁଝାଉଛନ୍ତି ପିଲାମାନେ, ତୁମେ ଯଦି ସର୍ବଦା ଖୁସିରେ ରହିବାକୁ ଚାହୁଁଛ, ତେବେ ମନ୍ମନା ଭବ ହୋଇଯାଅ। ତେଣୁ ବାବା କହୁଛନ୍ତି ଆମେ ଆତ୍ମା ଭାଇକୁ ଦେଖିବା ପାଇଁ ମହାବୀର ହେବାକୁ ପଡ଼ିବ, ଆମର ସାହସ ହେବାକୁ ପଡ଼ିବ। ତେଣୁ ଆତ୍ମା ଭାଇ ଭାଇ ଦୃଷ୍ଟି ପକ୍କା ହେବା ଯଦି ହେବ, ତାହେଲେ ଆମେ ଚୁପ୍ ରହିପାରିବା। ସାମ୍ନାବାଲା କହିଲେ ମଧ୍ୟ ଆମେ ଚୁପ୍ ହେଇପାରିବା, ଦେହି ଅଭିମାନୀ ହେଇପାରିବା। ତେଣୁ ବାବା କହିଲେ ମନ୍ମନା ଭବ। ମନ୍ମନା ଭବ ଅର୍ଥାତ୍ ନିଜେ ବିନ୍ଦୁ ସ୍ଥିତିରେ ସ୍ଥିତ ହୋଇ ପରମ ପିତା ପରମାତ୍ମାଙ୍କୁ ପରମ ଧାମରେ ମନେ ପକେଇବା। ସେଥିପାଇଁ ଆମେ ଯଦି ଦିନ ସାରା ମନ୍ମନା ଭବ ସ୍ଥିତିରେ ରହିବାନି, ଦିନ ସାରା ସେବା କରିପାରିବାନି, ତାହେଲେ ଆମେ ପରମ ଧାମରେ ନିଜକୁ ସ୍ଥିତ କରିପାରିବା ନାହିଁ। ସେଥିପାଇଁ ଆମେ ଯଦି ଗୋଟେ ବିଧି ଅପନେଇବା ଯେ ମୁଁ ବିନ୍ଦୁ ଆତ୍ମା, ବାବା ବିନ୍ଦୁ ଏବଂ ବିଶ୍ୱର ସମସ୍ତ ଆତ୍ମା ବିନ୍ଦୁ ରୂପୀ ଆତ୍ମା ମାନେ ମୋର ଭାଇ ବାବା, ଏଇ ବିନ୍ଦୁ ରୂପୀ ଆତ୍ମାମାନଙ୍କୁ ସମସ୍ତଙ୍କୁ ମୁକ୍ତି, ଜୀବନ ମୁକ୍ତିର ବରଦାନ ଦେଇ ଦିଅନ୍ତୁ। କାରଣ ସମସ୍ତେ ଅଧା କଳ୍ପ ହେଲା ଆପଣଙ୍କୁ ଡାକୁଛନ୍ତି। ଏଇଭଳି ରହମ ଦିଲ ହୋଇ ଯଦି ଆମେ ସମସ୍ତଙ୍କୁ ଏଇଭଳି ସଂକଳ୍ପ କରିବା ଦିନ ସାରା ମଝିରେ ମଝିରେ, ତାହେଲେ ନିଶ୍ଚିତ ରୂପେ ସମସ୍ତଙ୍କୁ ଦେଖିଲା ବେଳେ ଆତ୍ମା ବିନ୍ଦୁ ହିଁ ଦେଖାଯିବେ। ଆଉ
ଆମର ଲକ୍ଷ୍ୟକୁ ମଧ୍ୟ ଆମେ ପୂରା କରିପାରିବା ଆଉ ଆମେ ସଦାବେଳେ ମନମନା ଭବ ସ୍ଥିତିରେ ମଧ୍ୟ ରହିପାରିବା। ବାବା କହୁଛନ୍ତି ଜ୍ଞାନର ତୃତୀୟ ନେତ୍ର ଦ୍ୱାରା ତୃତୀୟ ନେତ୍ରକୁ ଦେଖ। ବାବା ମଧ୍ୟ ତୁମ ଆତ୍ମାକୁ ଦେଖୁଛନ୍ତି। ତୁମେ ମଧ୍ୟ ଶରୀରକୁ ନ ଦେଖି ଆତ୍ମାକୁ ଦେଖିବାର ଚେଷ୍ଟା କର। ଯୋଗ ଅଭ୍ୟାସ କରାଇବା ବେଳେ ମଧ୍ୟ ଯଦି ନିଜକୁ ଆତ୍ମା ଭାବି ଆତ୍ମା ଭାଇମାନଙ୍କୁ ଦେଖିବ ତେବେ ସେବା ବହୁତ ଭଲ ହେବ। ବାବା କହିଛନ୍ତି ଆତ୍ମା ଭାଇମାନଙ୍କୁ ବୁଝାଅ। ଭାଇମାନେ ବାବାଙ୍କ ନିକଟରୁ ବର୍ଷା ନେଉଛନ୍ତି। ଆଜି ପୁଣି ବାବା ଆହୁରି କହୁଛନ୍ତି ଏହି ରୁହାନୀ ଜ୍ଞାନ ଥରେ ମାତ୍ର ତୁମ ବ୍ରାହ୍ମଣ ସନ୍ତାନମାନଙ୍କୁ ମିଳୁଛି। ତୁମେ ବ୍ରାହ୍ମଣ ହିଁ ପୁଣି ଦେବତା ହେବାକୁ ଯାଉଛ। ଏହି ସଙ୍ଗମ ଯୁଗକୁ ବ୍ୟର୍ଥରେ ଯିବାକୁ ଦିଅ ନାହିଁ। ନଚେତ୍ ପାର କିପରି ହେବ? କ'ଣ ଡେଇଁକି ଯିବ? ଏହା କଲ୍ୟାଣକାରୀ ସଙ୍ଗମ ଯୁଗ ଅଟେ। ତେଣୁ ପିଲାମାନଙ୍କୁ ରୁହାନୀ ଯାତ୍ରାରେ ରହିବାର ଅଭ୍ୟାସ କରିବାକୁ ହେବ। ଏହା ତୁମର ଫାଇଦାର କଥା। ବାବାଙ୍କର ଶିକ୍ଷା ଭାଇମାନଙ୍କୁ ଦେବାକୁ ହେବ। ବାବା କହୁଛନ୍ତି ଏବେ ଘରକୁ ଫେରିବାକୁ ହେବ। ସେଥିପାଇଁ ବାବା କହୁଛନ୍ତି ମିଠା ସନ୍ତାନମାନେ ଏହି ଅଭ୍ୟାସ କର। ନିଜକୁ ଆତ୍ମା ଭାବି ଆତ୍ମାକୁ ଜ୍ଞାନ ଦିଅ। ତୃତୀୟ ନେତ୍ରରେ ଆତ୍ମା ଭାଇକୁ ଦେଖ। ଏହା ହେଉଛି ସବୁଠାରୁ ବଡ଼ ପରିଶ୍ରମ। ଆଜିର ବରଦାନରେ ବାବା କହୁଛନ୍ତି ଆମ ସମସ୍ତଙ୍କୁ ବାବା ଆଜି ବରଦାନ ଦଉଛନ୍ତି ବ୍ରହ୍ମା ବାବାଙ୍କର ସ୍ନେହର ବାସ୍ତବିକ ପ୍ରମାଣ ଦେଉଥିବା ସୁପୁତ୍ର ଓ ସମାନ ହୁଅ। ଯଦି କହୁଛ ଯେ ବ୍ରହ୍ମା ବାବାଙ୍କ ପ୍ରତି ମୋର ବହୁତ ସ୍ନେହ ଅଛି ତେବେ ସ୍ନେହର ଚିହ୍ନ ହେଲା ଯାହା ପ୍ରତି ବାବାଙ୍କର ସ୍ନେହ ଅଛି ତାହା ପ୍ରତି ତୁମର ମଧ୍ୟ ସ୍ନେହ ରହୁ। ଯାହା ବି କର୍ମ କରୁଛ କର୍ମ କରିବା ପୂର୍ବରୁ କଥା କହିବା ପୂର୍ବରୁ ସଂକଳ୍ପ କରିବା ପୂର୍ବରୁ ପ୍ରଥମେ ଚେକ୍ କର ଯେ ଏହା ବ୍ରହ୍ମା ବାବାଙ୍କୁ ପ୍ରିୟ ଅଟେ ତ? ତେବେ ବ୍ରହ୍ମା ବାବାଙ୍କର ବିଶେଷ ଭାବରେ ଏହି ବିଶେଷତା ଥିଲା ଯେ ସେ ଯାହା ଚିନ୍ତା କରୁଥିଲେ ଯାହା କହୁଥିଲେ ତାହା କରୁଥିଲେ। ତୀବ୍ର ବିରୋଧ ସତ୍ତ୍ୱେ ସର୍ବଦା ନିଜର ଶ୍ରେଷ୍ଠ ସ୍ଥିତିରେ ସ୍ଥିତ ରହୁଥିଲେ। ତେଣୁ ସ୍ନେହର ବାସ୍ତବିକ ପ୍ରମାଣ ଦେବା ଅର୍ଥାତ୍ ପିତାଙ୍କୁ ଅନୁକରଣ କରି ସୁପୁତ୍ର ହେବା ସହିତ ପିତାଙ୍କ ସମାନ ହୁଅ। ତେଣୁ ଏଇ ଜାନୁଆରୀ ମାସରେ ଆମେ ବ୍ରହ୍ମା ବାବାଙ୍କୁ ସବୁବେଳେ ମନେ ପକାଉଛନ୍ତି। କାରଣ ଏଇ ଜାନୁଆରୀ 18 ତାରିଖରେ ବ୍ରହ୍ମା ବାବା ସମ୍ପୂର୍ଣ୍ଣ ହେଇଥିଲେ ଏବଂ 3ଟି ଶବ୍ଦ ଉଚ୍ଚାରଣ କରିଥିଲେ ନିରାକାରୀ, ନିର୍ବିକାରୀ, ନିରହଙ୍କାରୀ ହୁଅ। ତେଣୁ ଆମେ ପ୍ରକୃତରେ ଯଦି ବ୍ରହ୍ମା ବାବାଙ୍କୁ ଭଲ ପାଉଛନ୍ତି ତାହେଲେ ଆମେ ସୁପୁତ୍ର ହେବା ଏବଂ ବାପ ସମାନ ବନିବା, ବ୍ରହ୍ମା ବାପ ସମାନ ବନିବା। ତେଣୁ ଯିଏ ଯାହା ଯେମିତି ଯିଏ ଯାହାକୁ ଭଲ ପାଏ ସେହି ଅନୁସାରେ ସେ ଯାହା ଭଲ ପାଆନ୍ତି ତାହା ହିଁ କରିଥାନ୍ତି। ତେଣୁ ବ୍ରହ୍ମା ବାବାଙ୍କୁ କ'ଣ ଭଲ ଲାଗେ ନା ବାବା ଯେମିତି ପ୍ରତ୍ୟେକ ଚିନ୍ତା ଯାହା ଚିନ୍ତା କରୁଥିଲେ ଯାହା କହୁଥିଲେ ତାହା କାର୍ଯ୍ୟରେ ପରିଣତ କରୁଥିଲେ। ତାଙ୍କ ଭିତରେ ଦୃଢ଼ତାର ଶକ୍ତି ଥିଲା। ତେଣୁ ଆମେ ବି ଚେକ୍ କରିବା ଯାହା ସଂକଳ୍ପ କରିବା ଯାହା କହିବା ଆଉ ଯାହା କାର୍ଯ୍ୟ କରିବା ଏସବୁ ବ୍ରହ୍ମା ବାବାଙ୍କୁ ପ୍ରିୟ ତ? ବ୍ରହ୍ମା ବାବାଙ୍କୁ ଭଲ ଲାଗୁଛି ତ? ଯଦି ଭଲ ଲାଗୁଛି ତାହେଲେ ସେଇଭଳି ସଂକଳ୍ପ କରିବା, ସେଇଭଳି ବୋଲ ଉଚ୍ଚାରଣ କରିବା, ସେଇଭଳି କର୍ମ କରିବା। ଯଦି ବାବାଙ୍କୁ ଭଲ ଲାଗେନି ତାହେଲେ ଆମେ କେମିତି ଏଭଳି କର୍ମ କରିବା? ତେଣୁ ବ୍ରହ୍ମା ବାବାଙ୍କର ମଧ୍ୟ ବିଶେଷତା ଥିଲା ଯେତେ ବଡ଼ ଅପୋଜିସନ୍ ଥିଲେ ମଧ୍ୟ ସିଏ ନିଜ ପୋଜିସନରେ ରହୁଥିଲେ, ନିଜର ସ୍ଥିତିରେ ରହୁଥିଲେ। ତେଣୁ ଆମେ ମଧ୍ୟ ଏଇ ଜାନୁଆରୀ ମାସରେ ଆମେ ଦୃଢ଼ ପ୍ରତିଜ୍ଞା କରିବା ଆମେ ବାବାଙ୍କ ଭଳି ଆମେ ବାପ ସମାନ ବନିବା ଆଉ ସୁପୁତ୍ର ବନିବା। ଆଜିର ସ୍ଲୋଗାନରେ ବାବା କହୁଛନ୍ତି ସୌଭାଗ୍ୟଶାଳୀ ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କର ସଂକଳ୍ପରେ ମଧ୍ୟ ଦୁଃଖର ଲହଡ଼ି ଆସିନଥାଏ। ଆଜି ଲଭଲିନ୍ ସ୍ଥିତିର ଅନୁଭବ କରିବା ପାଇଁ ବାବା କହୁଛନ୍ତି ପରମାତ୍ମା ସ୍ନେହ
ଅବିନାଶୀ ଏବଂ ଅଟଳ। ଏହା ଏତେ ପରିମାଣରେ ରହିଛି ଯାହାକି ସର୍ବ ଆତ୍ମାକୁ ପ୍ରାପ୍ତ ହୋଇପାରିବ, କିନ୍ତୁ ଏହାକୁ ପ୍ରାପ୍ତ କରିବାର ବିଧି ହେଲା ନ୍ୟାରା ହେବା, ଅର୍ଥାତ୍ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର ହେବା। ଯେତେ ଯେତେ ତୁମେ ନ୍ୟାରା ହେବ, ସେହି ଅନୁସାରେ ପରମାତ୍ମ ସ୍ନେହର ଅଧିକାର ମଧ୍ୟ ପ୍ରାପ୍ତ ହେବ। ଏହିଭଳି ନ୍ୟାରା ପ୍ୟାରା ଆତ୍ମାମାନେ ହିଁ ଲଭ୍ଲିନ୍ ସ୍ଥିତିର ଅନୁଭବ କରିପାରିବେ। ଏହିଭଳି ଆଜି ସାରା ମୁରଲିରେ ବାବା ଗୋଟିଏ କଥା ଉପରେ ବହୁତ ଆଟେନସନ୍ ଦେଇଛନ୍ତି। ବହୁତ ସମୟ ଆମେ ନିଜ ଆତ୍ମାକୁ ଦେଖିବା, ଅନ୍ୟ ଆତ୍ମା ଭାଇମାନଙ୍କୁ ଦେଖିବା, ଜ୍ଞାନର ତୃତୀୟ ନେତ୍ରରେ ଦେଖିବା, ଯାହାକି ଭଉଣୀ ବହୁତ ସୁନ୍ଦର ଭାବରେ ସ୍ପଷ୍ଟୀକରଣ କରି ଆମ ନିକଟରେ ଉପସ୍ଥାପନ କଲେ। ତେଣୁ ତାଙ୍କୁ ଆମେ ଅଶେଷ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆପଣମାନଙ୍କ ସହିତ ଦେଖା ହେବ ଆଗାମୀ ଅଧ୍ୟାୟରେ। ରହୁଛୁ। ଓମ୍ ଶାନ୍ତି।